ମୋର ପ୍ରିୟ ବନ୍ଧୁ ଓ ବାନ୍ଧବୀମାନଙ୍କୁ ମୋର ସ୍ୱାଗତ। ମୁଁ ରୋହିତ, ଘର ରାଉରକେଲା। ମୁଁ ରାଉରକେଲାରେ ଚାକିରି କରେ। ମୁଁ ଆଉ ମୋର ସ୍ତ୍ରୀ ଏବଂ ମୋର ଗୋଟିଏ ଛୋଟ ପୁଅ ସହିତ ଆମେ ଗୋଟେ ଘର ଭଡ଼ା ନେଇ ରହୁ। ଆମର ଘର କାମ ପାଇଁ ଆମେ ଗୋଟିଏ ଚାକରାଣୀ ରଖିଛୁ। ସେଇ ଚାକରାଣୀଟି ଆମର ବହୁତ ବିଶ୍ୱାସୀ ଏବଂ କାମିକା। ତାର ବୟସ ପାଖାପାଖି 40 ଖଣ୍ଡେ ହେବ। ତାର ସ୍ୱାମୀ ମରିଯାଇଛି ଆଉ ଗୋଟିଏ ଝିଅକୁ ମଧ୍ୟ ବର୍ଷେ ହେବ ସେ ବାହାଘର କରିଦେଇଛି। ଚାକରାଣୀର ନାଁ ହେଉଛି ମାଳତୀ। ଦେଖିବାକୁ ସୁନ୍ଦର ନହେଲେ ବି ଶରୀର ଗଠନଟା ପୁରା ମସ୍ତ। ତାର ପତଳା ଅଣ୍ଟା, ଦୁଧ ଦୁଇଟା ପୁରା ବେଲ ଭଳି ଗୋଲ ଗୋଲ ଆଉ ବଡ଼ ବଡ଼ ଗାଣ୍ଡି ଯେମିତି ପୁରା କଖାରୁ ଭଳି। ମାଳତୀ ଆମ ଘରେ କାମ କଲା ଦିନଠୁ ମୋର ନଜର ତା ଉପରେ ଥାଏ। ତାକୁ କେମିତି ପଟେଇକି ଗେଇବି, କିନ୍ତୁ ସ୍ତ୍ରୀ ଡରରେ ମୁଁ କିଛି କରିବାକୁ ମୋର ସାହସ ହୁଏ ନାହିଁ। ମାଳତୀକୁ ଘେଇବାକୁ ମୁଁ ବହୁତ ପ୍ଲାନ୍ କଲି। ମାଳତୀକୁ ମୋ ସ୍ତ୍ରୀ ଅଜାଣତରେ ପଇସା ବି ଦିଏ, କିନ୍ତୁ ଆଉ ଫେରସ୍ତ ଆଣେ ନାହିଁ। ଏମିତି କିଛି ଦିନ ଗଲା ପରେ ଦିନେ ମାଳତୀକୁ ତା ଘର ବିଷୟରେ ମୁଁ ଭଲ ମନ୍ଦ ପଚାରିକି ବୁଝିଲି। ଦିନେ କଥା କଥାରେ ପଚାରିଦେଲି ଯେ ତୁମର ସ୍ୱାମୀ ତ ନାହାନ୍ତି, କେମିତି ରହୁଛ? ସେ କହିଲା ଆଉ କ'ଣ କରିବି? ମୁଁ କହିଲି ଆଉ ଗୋଟେ ସେଟିଂ କରି ବାହା ହୋଇଯାଉନ। ମାଳତୀ କହିଲା ମୋର ଏଇ ବୟସରେ କିଏ ମୋତେ ବାହା ହେବ? ମୁଁ କହିଲି ଚେଷ୍ଟା ତ କର। ସେହି କଥା ଶୁଣି ଟିକେ ଲାଜି ଯାଇ ପଳେଇଗଲା। ଦିନେ ମୋର ସ୍ତ୍ରୀ ପୁଅକୁ ଧରି ବଜାର ଯାଇଥାଏ। ଘରେ କେବଳ ମାଳତୀ ଆଉ ମୁଁ ଥାଉ। ମାଳତୀ ରୋଷେଇ ଘରେ ବାସନ ମାଜୁଥାଏ। ମୁଁ ଯାଇ ତାକୁ ପଛପଟୁ ଜାବୁଡ଼ି ଧରିଲି। ସେ ପୁରା ଚମକି ପଡ଼ିଲା ଆଉ ମୋତେ ଦେଖି ଟିକେ ହସିଲା। ମୁଁ ଜାଣିଲି ଏହାକୁ ମାନେ ମାଳତୀକୁ ଭଲ ଲାଗୁଛି। ଆଉ ଟିକେ ଚେଷ୍ଟା କଲେ ସେ ନିଶ୍ଚୟ ଗିହା ଦେବ। ମାଳତୀ କହିଲା ବାବୁ ଇଏ କ'ଣ କରୁଛ? ମୁଁ କହିଲି ମାଳତୀ ତୁମକୁ ଟିକେ କେହିବି। ମାଳତୀ କହିଲା ଭାଉଜ ମାନେ ମୋ ସ୍ତ୍ରୀକୁ ରାତିରେ କରିନ କି? ମୁଁ କହିଲି ତାକୁ ତ ମୁଁ ସବୁଦିନ କରୁଛି, କିନ୍ତୁ ନୂଆ ମାଲରେ ଯେଉଁ ମଜା ଅଛି ନା। ମୁଁ ମାଳତୀର ପଛ ପାଖରେ ଠିଆ ହୋଇ ତାର ଦୁଧ ଦୁଇଟିକୁ ତାର ଲୁଗା ଉପରେ ଦଳି ଚାଲିଲି। ତାର କଅଁଳ ଦୁଧରେ ମୋର ହାତ ବାଜି ମୋର ବାଣ୍ଡ ପୁରା ଠିଆ ହୋଇସାରିଲାଣି। ମୋର ବାଣ୍ଡ ତାକୁ ତା ଲୁଗା ଉପରେ ଗାଣ୍ଡିରେ ଗେଞ୍ଜି ହେଉଥାଏ। ମାଳତୀ କିଛି କହୁନଥାଏ। ମୁଁ ଏଥର ଧୀରେ ଧୀରେ ତା ଲୁଗାକୁ ତଳ ଆଡ଼ୁ ତାର ଗାଣ୍ଡି ଯାଏ ଟେକି ଧରି ମୋର ବାଣ୍ଡକୁ ତାର ଦୁଇ ଗାଣ୍ଡି ମଝିରେ ଗେଞ୍ଜିବାକୁ ଲାଗିଲି। ମୋର ବାଣ୍ଡର ସ୍ପର୍ଶରେ ମାଳତୀ ଗରମ ହୋଇଗଲା, କାହିଁକି ନା ବହୁତ ଦିନ ହେଲା ତା ସ୍ୱାମୀ ମରିବା ପରେ ସେ ଆଉ ଜମାରୁ ଗିଆ ଖାଇନି। ଏ କୌଣସି ପୁରୁଷର ହାତରୁ ସ୍ପର୍ଶ ମଧ୍ୟ ପାଇନି। ମାଳତୀ ମୋର ବାଣ୍ଡକୁ ଧରି ହଲେଇଲା। ମୁଁ ମାଳତୀକୁ ମୋ ଆଡ଼କୁ ବୁଲେଇ ଦେଇ ତାର ବ୍ଲାଉଜକୁ ଖୋଲିଲି। ଦେଖିଲି ମସ୍ତ ଦୁଧ ଦୁଇଟା ରଖିଛି। ମୁଁ ତାର ଦୁଧ ଦୁଇଟିକୁ ଦଳି ଚାଲିଲି। ଦୁଧ ଚିପା ଖାଇ ସେ ଏତେ ଗରମ ହୋଇଗଲା ଯେ କହିଲା ବାବୁ ତୁମର ହାତ ବାଜି ମୋ ଦେହ କ'ଣ ହୋଇଯାଉଛି। ଆଗ ମୋ ବିଆରେ କେହି ଦିଅ। ଭାଉଜ ଆସିବା ପୂର୍ବରୁ କାମ ସାରିବା। ମୁଁ ତାକୁ ଶୋଇବା ଘରକୁ ନେଇ ଖଟରେ ଶୁଆଇ ଦେଇ ଲୁଗାକୁ ଅଣ୍ଟା ଯାଏ ଟେକି ଦେଇ ଦେଖିଲି ତାର ବିଆ ପୁରା ବାଳରେ ଭର୍ତ୍ତି। ବିଆର କଣା ଜମାରୁ ଦେଖାଯାଉନି। ମୁଁ ତା ଉପରକୁ ଚଢ଼ିଯାଇ ମୋର ବାଣ୍ଡକୁ ତା ବିଆର ବାଳକୁ ଆଡ଼େଇ ଦେଇ ଗୋଟେ ଝଟକା ମାରିଲି ଯେ ବାଣ୍ଡ ଟିକେ ତା ଟାଇଟ୍ ଭିତରେ ମାନେ ଟାଇଟ୍ ବିଆରେ ଭିତରକୁ ବସିଲା। ମାଳତୀ ଟିକେ ଚିଲେଇଲା, ତାପରେ ଶାନ୍ତ ହୋଇଗଲା। ମୁଁ ଜୋରରେ ତାକୁ ଗେହି ଚାଲିଲି। ମାଳତୀ ବିଆରୁ ପାଣି ବାହାରି ଆସିଲା। ମୁଁ ମାଳତୀକୁ ସେମିତି ଗେହି ଚାଲିଥାଏ। 20 ମିନିଟ୍ ଗେହିଲା ପରେ ମୋର ପାଣି ବାହାରିଲା। ସବୁତକ ପାଣି ମୁଁ ତା ପେଟ ଉପରେ ଛାଡ଼ିଲି। ତାପରେ ମାଳତୀ ଉଠି ଯାଇକି ଧୁଆଧୁଇ ହୋଇ ତା କାମରେ ଲାଗିଗଲା। ମାଳତୀର ମୋର ମଝିରେ ମଝିରେ ମୋର ସ୍ତ୍ରୀ ନଥିଲା ବେଳେ ଆମେ ଦୁହେଁ ଖୁବ୍ ଗିହା ଗିହିରେ ମାତି ଯାଉ। ଏହି ଘଟଣା ପୂର୍ବରୁ ମୋ ସ୍ତ୍ରୀ ମାନେ ଏଇ କିଛି ଦିନ ପୂର୍ବରୁ ମୋର ସ୍ତ୍ରୀ ତା ବାପ ଘରକୁ ଯାଇଥାଏ। ମାଳତୀ କାମ କରିବାକୁ ଆସିଲା। ମୁଁ ଦେଖିଲି ତାର ମୁହଁ ପୁରା ଶୁଖିଯାଇଛି, ପୁରା ଉଦାସ ଲାଗୁଛି। ମୁଁ ପଚାରିଲି କ'ଣ ହୋଇଛି? ସେ କହିଲା ମୋ ଝିଅକୁ 2 ବର୍ଷ ହେଲାଣି ବାହା ଦେଲି ନାହିଁ। ଛୁଆ ପିଲା ହେଉନାହାନ୍ତି। ତାର ଶାଶୁ ଶ୍ୱଶୁର ଏହି ଛୁଆ ପିଲା ପାଇଁ ତାକୁ ଗାଳି କରୁଛନ୍ତି। ମୁଁ କହିଲି କି ଡାକ୍ତରକୁ ଦେଖାଉନ। ମାଳତୀ କହିଲା ମୋ ଝିଅ ପାଖରେ କିଛି ଦୋଷ ନାହିଁ, ସବୁ ଦୋଷ ମୋ ଜ୍ୱାଇଁର, ହେଲେ ତାଙ୍କ ଘର ଲୋକ ମୋ ଝିଅ ଉପରେ ଦୋଷ ଦେଉଛନ୍ତି। ମାଳତୀ କହିଲା ବାବୁ ଗୋଟେ କଥା କହିବି, ରାଗିବନି? ମୁଁ ହଁ କଲି। ମାଳତୀ କହିଲା ବାବୁ ତୁମେ ମୋତେ ଯେମିତି କହୁଛ ମୋ ଝିଅକୁ କେହି ଛୁଆଟିଏ ଦିଅ।
ମୁଁ କହିଲି ସେମିତି କେମିତି ହେବ? ଯଦି ତା ଶାଶୁଘର ଲୋକ ଜାଣିବେ? ମାଳତୀ କହିଲା ସେ କଥା ମୁଁ ବୁଝିବି। ମୁଁ ମନେ ମନେ ଭାବିଲି ଯାହା ହେଉ ମୋ ମା ସାଙ୍ଗେ ଝିଅ ମିଳୁଛି ମାନେ ଛାଡ଼ିବି କାହିଁକି। ମୁଁ ଭାବିଲି ମା ଯଦି ଏତେ ସୁନ୍ଦରୀ ତାହେଲେ ଝିଅ ମଧ୍ୟ ଭଲ ଥିବ। ମୁଁ କହିଲି ଆଗ ତୁମ ଝିଅକୁ ପଚାର। ମାଳତୀ କହିଲା ମୁଁ ତାକୁ ଆଗରୁ ପଚାରି ସାରିଛି। ମୁଁ କହିଲି ଠିକ୍ ଅଛି ତାକୁ ନେଇକି ଆସ। ଠିକ୍ ସନ୍ଧ୍ୟାବେଳକୁ ମାଳତୀ ତା ଝିଅ ରୁଚିକୁ ଧରି ଆସିଲା। ମୁଁ ଦେଖିଲି ମାଠୁ ଝିଅ ଆହୁରି ସୁନ୍ଦରୀ। ଏତେ ସୁନ୍ଦରୀ ରୁଚି ମଧ୍ୟ ତା ମା ଭଳି ଦେହ ରଖିଛି। ମାଳତୀ କହିଲା ବାବୁ ମୁଁ ରୋଷେଇ କରୁଛି, ତୁମେ ଦୁଇ ଜଣ ବସି କଥା ହେଉଥାଅ। ମୋ ରୁଚିକୁ ମୋ ରୁମ୍କୁ ଡାକି ନେଇ କବାଟକୁ ବନ୍ଦ କରିଦେଲି। ଆଉ ତୁରନ୍ତ ରୁଚିକୁ ମୋ ଆଡ଼େ ଭିଡ଼ି ଆଣି ଆଗ ତାକୁ ପୁରା ଲଙ୍ଗଳା କରିଲି। ମୁଁ ତାର ଦେହ ଦେଖି ପୁରା ପାଗଳ ହୋଇଗଲି। ଗେହିବି ବୋଲି ଏତେ ବିକଳ ହୋଇଗଲି ଯେ ମୋ ଦେହରୁ ପ୍ୟାଣ୍ଟକୁ ଖୋଲିଦେଇ ମୁଁ ତୁରନ୍ତ ଲଙ୍ଗଳା ହୋଇଗଲି। ଦେଖିଲି ରୁଚିର ଦୁଧ ଦୁଇଟା ପୁରା ଗୋଲ ଗୋଲ, ଆଉ ଭୁଣ୍ଡି ଦୁଇଟା ଅଙ୍ଗୁର ଭଳି କଳା ହୋଇଛି, ଆଉ ବିଆରେ ଅଳ୍ପ ଅଳ୍ପ ବାଳ ମଧ୍ୟ ଅଛି। ରୁଚି ଲାଜରେ ତା ବିଆ ଆଉ ଦୁଧକୁ ଲୁଚାଉଥାଏ। ମୁଁ ତା ହାତକୁ ତା ବିଆ ଉପରୁ କାଢ଼ିଦେଇ ଖଟ ଉପରେ ଶୋଇଦେଲି। ଆଉ ତା ଉପରକୁ ଚଢ଼ିଯାଇ ତାର ଦୁଧକୁ ବହେ ଦଳି ଦଳି ଲାଲ କରିଲି। ଏଥର ତା ଦୁଧରେ ପାଟି ଲଗାଇ ଚୁଚୁମିଲି, ଆଉ ଦୁଇଟା ଆଙ୍ଗୁଳି ତା ବିଆରେ ପୂରେଇ ଆଗ ପଛ କଲି। ରୁଚି ଗରମ ହୋଇଯାଇ ତା ବିଆରୁ ପାଣି ପୁରା ବହି ଆସିଲା। ତାର ବିଆ ମଧ୍ୟ ଟାଇଟ୍ ଲାଗୁଥିଲା। ମୁଁ ଦେଖିଲି ଏବେ ବିଆ ପାଣି ଛାଡ଼ୁଛି, ମାନେ ଏହି ସମୟରେ ବାଣ୍ଡକୁ ବିଆରେ ପୂରେଇଲେ ଜମାରୁ କଷ୍ଟ ହେବନି। ତାପରେ ମୁଁ ମୋର ବାଣ୍ଡକୁ ବିଆ ରସରେ ଅଦା କରି ରୁଚିର ଗୋଡ଼ ଦୁଇଟାକୁ ମେଲେଇ ଧରି ତା ବିଆରେ ବାଣ୍ଡ ପୂରେଇଲି। ରୁଚିକୁ ଟିକେ କଷ୍ଟ ଲାଗିଲା, କିନ୍ତୁ ବାଣ୍ଡ ପୁରା ବିଆରେ ସେଟ୍ ହୋଇଗଲା। ଟିକେ ଧୀରେ ଧୀରେ ମୋର ବାଣ୍ଡକୁ ବିଆ ଭିତରକୁ ଆଗ ପଛ କଲି। ରୁଚି ମୋତେ ତା ଦୁଇ ହାତକୁ ମୋ ପିଠିରେ ଭିଡ଼ି ଧରି ତାର ଗାଣ୍ଡିକୁ ଉପରକୁ ଉଠେଇ ଗେଇ ହେଲା। ରୁଚି କହିଲା ମଜା ଲାଗୁଛି, ଟିକେ ସ୍ପିଡ଼ରେ କର। ତା କଥା ଶୁଣି ମୁଁ ବିଳମ୍ବ ନ କରି ଜୋରଦାର ଧକ୍କା ମାରି ଚାଲିଲି। ଜୋରଦାର ଧକ୍କାରେ ରୁଚିର ବିଆରୁ ଆଉ ଥରେ ପାଣି ବାହାରି ଆସିଲା। ବିଆ ରସରେ ବିଆ ମୁହଁ ପୁରା ଫେଣ ହୋଇ ଘର ଖାଲି କଚ କଚ ଫଚ ଫଚ ହେଉଥାଏ। ରୁଚିର ଟାଇଟ୍ ବିଆକୁ ମୋ ବାଣ୍ଡ ପୁରା ସେଟ୍ ହୋଇକି ଥାଏ। ମୁଁ ଯେତେବେଳେ ଜୋରଦାର ଧକ୍କା ମାରି ବାଣ୍ଡକୁ ବିଆରେ ପୁରାଏ, ମୋର ବାଣ୍ଡଟା ଯାଇ ତା ବିଆର କୋଉଠି ମାଡ଼ ହୋଇଛି। ରୁଚି ଖାଲି ଚିଲେଇ ଉଠେ। ରୁଚିର ଏହି ଶବ୍ଦରେ ମୋର ଆଉ ଟିକେ ଜୋସ୍ ବଢ଼ିଯାଏ। ମୁଁ ଏଥର ତାର ଦୁଧକୁ ଯୋଡ଼ିକୁ ଚିପି ଚିପି ଘେଉଥାଏ। ମୋତେ ଖାଲି ସେ କହୁଥାଏ ଆହୁରି ଜୋରରେ ଘିଅ, ମୋ ବିଆକୁ ଆଜି ଫଟେଇ ଦିଅ, ଯେତେ ପାଣି ଅଛି ସବୁ ବାହାର କରିଦିଅ। ତାପରେ ମୁଁ ରୁଚିର ବିଆର ବାଣ୍ଡ କାଢ଼ି ତାକୁ କୁକୁର ଭଳିଆ ରଖି ପଛପଟୁ ତା ବିଆରେ ବାଣ୍ଡ ପୂରେଇ ଗେହିଲି। ଏହି ପ୍ରକାରରେ ତା ସ୍ୱାମୀ ବୋଧେ ତାକୁ କେବେ ଗେହିନି, ତେଣୁ ତାକୁ ବହୁତ ମଜା ଆସିଲା। ଆଉ ସେ ତାର ଗାଣ୍ଡିକୁ ମୋ ଆଡ଼କୁ ଠେଲି ଠେଲି ମୋ ଠାରୁ ନିର୍ଦ୍ଧୁମ ବିହା ଖାଇଲା। କିଛି ସମୟ ପରେ ମୋର ପାଣି ବାହାରିଲା। ମୁଁ ତାକୁ ପଚାରିଲି କୋଉଠି ଛାଡ଼ିବି? ସେ କହିଲା ଭିତରେ ଛାଡ଼, ବିଆ ଭିତରଟା ଶୁଖିଲା ଅଛି, ଟିକେ ଥଣ୍ଡା ହୋଇଯାଉ, ଯେ ଏକାଥରକେ ମୁଁ ଗର୍ଭବତୀ ହେବି। ମୁଁ ଆଉ 4ରୁ 5 ଧକ୍କା ମାରି ସବୁତକ ପାଣି ତା ବିଆରେ ଛାଡ଼ିଦେଇ ଖଟରେ ରୁଚିକୁ କୁଣ୍ଢେଇ ଧରି ଶୋଇଲି। ମାଳତୀ ରୋଷେଇ ସାରି ଆମକୁ ଖାଇବାକୁ ଡାକିଲା। ମୁଁ ସେମିତି ଲଙ୍ଗଳା ହୋଇ ଯାଇକି କବାଟ ଖୋଲିଲି। ମାଳତୀ ମୋତେ ଦେଖି କହିଲା ବାବୁ ତୁମ ବାଣ୍ଡରୁ ପାଣି ଏବେ ବି ବାହାରୁଛି, ଆଉ ଭଲ କି ଗେଇଲ କି ନାହିଁ? ମୁଁ କହିଲି ଯାଇ ରୁଚିକୁ ପଚାର। ମାଳତୀ ରୁମ୍କୁ ଯାଇ ଦେଖିଲା ଯେ ତା ଝିଅ ପୁରା ଲଙ୍ଗଳା ହୋଇକି ହାଲିଆ ହୋଇକି ଶୋଇଛି, ଆଉ ତା ବିଆରୁ ମଧ୍ୟ ପାଣି ଥପ୍ ଥପ୍ ହୋଇକି ବୋହୁଛି। ରୁଚି ତା ମାଆକୁ ଦେଖି ହସି ହସି କହିଲା ତୋ ଜଇଁ ଏମିତି ମଜା ଦେଇନଥିବେ, ଆଜି ବାବୁ ଯେଉଁ ମଜା ଦେଇଛନ୍ତି। ମାଳତୀ କହିଲା ମୁଁ ଜାଣିଛି, ଏଥର ଛୁଆ ନିଶ୍ଚିତ ହେବ। ମାଳତୀ ଆମ ଦୁହିଁଙ୍କୁ କହିଲା ମୁଁ ରୋଷେଇ କରିଦେଇଛି, ଟିକେ ପରେ ଖାଇବ, ମୁଁ ଘରକୁ ଯାଉଛି କହିକି ସେ ବାହାରିଲା। ମୁଁ ତାକୁ ବାହାରକୁ ଛାଡ଼ିବାକୁ ଆସିଲା ବେଳେ ମାଳତୀକୁ ପଛପଟୁ ଭିଡ଼ି ଧରି ତାର ଦୁଧକୁ ଟିକେ ଚିପିଲେ। ମାଳତୀ କହିଲା ବାବୁ ତୁମର ଗିହଣା ଦେଖି ମୋ ବିଆ ବି ଗୋଲୁ ହେଲାଣି। ତାପରେ ମୁଁ ତାକୁ ଗାଧୁଆ ଘରକୁ ନେଇ ତୁରନ୍ତ ତାକୁ ମୋ କାନ୍ଥରେ ଭରା ଦେଇ ନଇବାକୁ କହି ତା ଗାଣ୍ଡି ପଟରୁ ତା ବିଆରେ ବାଣ୍ଡକୁ ଗୋଳେଇ ତା ପାଣି ବାହାରିବା ପର୍ଯ୍ୟନ୍ତ କେହିଲି। ତାର ଗରମ ପାଣି ବାହାରି ମୋର ବାଣ୍ଡ ପୁରା ଓଦା ହୋଇ ତା ଗୋଡ଼ ଆଡ଼କୁ ବହିଗଲା। ମୁଁ ଆଉ ଟିକେ ସ୍ପିଡ଼ ବଢ଼େଇ କେହି ସବୁତକ ପାଣିକୁ ଗାଧୁଆ ଘର ଚଟାଣ ଉପରେ ପକେଇଲି।
ତାପରେ ମୁଁ ଧୁଆଧୁଇ ହୋଇ ଶୋଇବା ଘରକୁ ଗଲି। ତାପରେ ଆମେ ଖାଇସାରି ରାତିରେ ବହୁତ ପୋଜରେ ମୁଁ ରୁଚିକୁ କେହି ତାର ବିହାକୁ ପୁରା ଫୁଲେଇ ଦେଲି। ତାପରେ ମୋ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ରୁଚିକୁ ମୁଁ ପାଖରେ ରଖିଲି। ତା ମାଆକୁ ମନା କରିଦେଲି। ରୁଚି ବି ତା ମାଆକୁ କହିଲା, ତୁ ଘରକୁ ଯା, ମୁଁ ବାବୁଙ୍କର ସେବା କରିବି। ମୁଁ ଡ୍ୟୁଟିରୁ ଫେରିଲା ପରେ ରୁଚି ଆଉ ମୁଁ ଆମେ ଲଙ୍ଗଳା ହୋଇକି ରହୁଥିଲୁ। ମୁଁ ଏମିତି ରୁଚି ଆଉ ତା ମା ସାଙ୍ଗରେ ରୁଚିକୁ ବହୁତ କହିଲି। କିଛି ଦିନ ପରେ ରୁଚି ତା ମା ସାଙ୍ଗରେ ପଳେଇଲା। କିଛି ଦିନ ପରେ ମାଳତୀ ମିଠା ଆଣି ଚୁପ୍ ସେ ମୋତେ ଦେଲା। ମୁଁ କହିଲି କ'ଣ ପାଇଁ? ମାଳତୀ କହିଲା, ଏତେ ଦିନ ଧରି ଚାଷ କଲ, ମୋ ଝିଅ ଗର୍ଭବତୀ ହୋଇଛି। ମୁଁ କହିଲି ଭଲ କଥା କହି ମାଳତୀକୁ ଭିଡ଼ି ଧରି ପୁଣି ତାକୁ ସେହି ଖୁସିରେ ଆହୁରି ମୁହାଁଟେ ନିଧୁମ କିଛି ମୁହୂର୍ତ୍ତ ଗେହି ପକାଇଲି। ତ ଦର୍ଶକ ବନ୍ଧୁ, କାହାଣୀଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣମାନେ ନିଜ ବୋଉକୁ ଗେହିବାକୁ ଚାହୁଁଛନ୍ତି ତାହେଲେ ମୋତେ ଟେଲିଗ୍ରାମରେ ମେସେଜ୍ କରନ୍ତୁ। ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ। ଆଉ ଜଲ୍ଦି ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ। ରହୁଛି।